ओम शांति। ओम शांति। ଆଜି ମହାବାକ୍ୟକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ବାବାଙ୍କୁ ଆଉ ବାପଦାଦାଙ୍କୁ ଗୁଡ୍ ମର୍ଣ୍ଣିଂ ଜଣେଇବା। ବାବା ଗୁଡ୍ ମର୍ଣ୍ଣିଂ। ବାବା ବାପଦାଦାଙ୍କୁ ମଧ୍ୟ ଗୁଡ୍ ମର୍ଣ୍ଣିଂ। ଆଉ ସାରା ବିଶ୍ୱରେ ଯେତେ ସବୁ ଆତ୍ମା ଭାଇ ଭଉଣୀମାନେ ଅଛନ୍ତି, ମୋ ଆତ୍ମା ତରଫରୁ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ। 31/3/2026 ପ୍ରାତଃ ମୁରଲି। ଓମ୍ ଶାନ୍ତି। ବାପଦାଦା ମଧୁବନ। ଆଜି ମିଠା ବାବା ତାଙ୍କ ମିଠା ସନ୍ତାନମାନଙ୍କୁ କ'ଣ ନିର୍ଦ୍ଦେଶ ଦେଇଛନ୍ତି? ମିଠା ବାବା କହୁଛନ୍ତି, ମିଠେ ବଚ୍ଚେ ହଁ ଯେ ମିଠା ବାବା, ଯଦି ଉଚ୍ଚ ପଦ ପାଇବାର ଅଛି ତେବେ ସଚ୍ଚା ବାବାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରୁହ। କୌଣସି ଭୁଲ ହୋଇଗଲେ ବାବାଙ୍କ ଠାରୁ କ୍ଷମା ମାଗିନିଅ, ନିଜ ମତରେ ଚାଲ ନାହିଁ। ପ୍ରଶ୍ନ, କେଉଁ ମିଠା ସନ୍ତାନମାନେ କେବେ ହେଲେ ଲୁଚି ରହିପାରିବେ ନାହିଁ? ଉତ୍ତର, ଯେଉଁମାନଙ୍କର ଈଶ୍ୱରୀୟ ପରିବାର ପ୍ରତି ସ୍ନେହ ଅଛି, ଯେଉଁମାନଙ୍କୁ ରାତିଦିନ ସେବା କରିବାର ହିଁ ଚିନ୍ତା ଲାଗି ରହିଛି, ଯେଉଁମାନେ ଏହିଭଳି ସେବାଧାରୀ, ଆଜ୍ଞାକାରୀ ଏବଂ ବିଶ୍ୱସ୍ତ ଅଟନ୍ତି, କେବେ ହେଲେ ମନ ମତରେ ଚାଲନ୍ତି ନାହିଁ, ବାବାଙ୍କ ସହିତ ସଚ୍ଚା ଏବଂ ସ୍ୱଚ୍ଛ ହୃଦୟର ସମ୍ବନ୍ଧ ରଖିଛନ୍ତି, ସେମାନେ କେବେ ହେଲେ ଲୁଚି ରହିପାରିବେ ନାହିଁ। ଗୀତ, ତୁମ୍ହି ହୋ ମାତା ପିତା। ଓମ୍ ଶାନ୍ତି। ଏହି ଗୀତରେ ଗ୍ୟାରେଣ୍ଟି କାହାର ଥିଲା? ମାତା ପିତାଙ୍କ ସହିତ ପିଲାମାନଙ୍କର ଗ୍ୟାରେଣ୍ଟି ରହିଛି ଯେ ବାବା ଆମର ତ କେବଳ ଆପଣ, ଆପଣଙ୍କ ବ୍ୟତୀତ ଆମର ଅନ୍ୟ କେହି ନାହିଁ। ଏହା କେତେ ଉଚ୍ଚ ଲକ୍ଷ୍ୟ। ଏହିଭଳି ଶ୍ରେଷ୍ଠ ପିତାଙ୍କର ଶ୍ରୀମତରେ ଯଦି କେହି ଚାଲନ୍ତି, ତେବେ ଗ୍ୟାରେଣ୍ଟି ଅଛି ସିଏ ନିଶ୍ଚିନ୍ତ ଉଚ୍ଚ ପଦ ପାଇବେ। କିନ୍ତୁ ଦେଖିବାକୁ ଗଲେ ବୁଦ୍ଧି କହୁଛି ଏହା ବହୁତ ଉଚ୍ଚ ଲକ୍ଷ୍ୟ, ଯାହାକି କୋଟିକରେ କେହି ଏବଂ କେହି ଭିତରେ ମଧ୍ୟ ଜଣେ ଜଣେ ମାଳାର ଦାନା ହୋଇଥାନ୍ତି। ପିଲାମାନେ ମାତ ପିତା ମଧ୍ୟ କହୁଛନ୍ତି, କିନ୍ତୁ ମାୟା ଏତେ ଶକ୍ତିଶାଳୀ ଯେ ବହୁତ ମୁସ୍କିଲରେ କେହି କେହି ଗ୍ୟାରେଣ୍ଟି ଉପରେ ଚାଲିପାରନ୍ତି। ତେବେ ସମସ୍ତେ ନିଜକୁ ପଚାରି ପାରିବେ ଯେ ପ୍ରକୃତରେ ମୁଁ ମାତ ପିତାଙ୍କର ହୋଇଛି? ବାବା କହୁଛନ୍ତି, ବହୁତ ଅଳ୍ପ ଅଛନ୍ତି, ସେଥିପାଇଁ ତ ଦେଖ ମାଳା କେତେ କମ୍ ଆତ୍ମାଙ୍କର ହେଉଛି। କେତେ କୋଟି ଆତ୍ମାଙ୍କ ମଧ୍ୟରୁ କେବଳ 8 ଜଣଙ୍କର ବୈଜୟନ୍ତୀ ମାଳା ତିଆରି ହେଉଛି। କେହି କେହି କହୁଛନ୍ତି ଗୋଟିଏ କଥା, କରୁଛନ୍ତି ଆଉ ଗୋଟିଏ କଥା। ସେଥିପାଇଁ ବାବା ମଧ୍ୟ କହୁଛନ୍ତି, ଦେଖ ଏହା କେତେ ଆଶ୍ଚର୍ଯ୍ୟ କଥା। ବାବା କେତେ ସ୍ନେହରେ ବୁଝାଉଛନ୍ତି, କିନ୍ତୁ ସୁପୁତ୍ର ବହୁତ କମ୍ ବାହାରୁଛନ୍ତି। ପିଲାମାନଙ୍କ ଭିତରେ ଏତେ ଶକ୍ତି ନାହିଁ ଯାହାକି ଶ୍ରୀମତ ଅନୁସାରେ ଚାଲିପାରିବେ। ତେବେ ନିଶ୍ଚିନ୍ତ ରାବଣର ମତରେ ଚାଲୁଛନ୍ତି, ସେଥିପାଇଁ ଏତେ ଉଚ୍ଚ ପଦ ପାଇପାରୁନାହାନ୍ତି। ତେଣୁ କେହି କୁଚିତ ହିଁ ମାଳାର ଦାନା ହୋଇଥାନ୍ତି ଏବଂ ସେହି ମିଠା ସନ୍ତାନମାନେ ଲୁଚି ରହିପାରିବେ ନାହିଁ। ସେମାନେ ସର୍ବଦା ବାବାଙ୍କ ହୃଦୟରେ ରହିଥାନ୍ତି। ସେମାନଙ୍କର ରାତିଦିନ ସେବାର ହିଁ ଚିନ୍ତା ରହିଥାଏ। ଈଶ୍ୱରୀୟ ସମ୍ବନ୍ଧ ପ୍ରତି ସ୍ନେହ ରହିଥାଏ। ସେମାନଙ୍କର ବୁଦ୍ଧି କୁଆଡ଼େ ବାହାରକୁ ଯାଏ ନାହିଁ। ତେବେ ଏହିଭଳି ସ୍ନେହ ଦୈବୀ ପରିବାର ପ୍ରତି ରଖିବାକୁ ହେବ। ଅଜ୍ଞାନ କାଳରେ ମଧ୍ୟ ପିଲାମାନଙ୍କର ପିତାଙ୍କ ସହିତ ଏବଂ ଭାଇ ଭଉଣୀଙ୍କ ସହିତ ପରସ୍ପର ଭିତରେ ବହୁତ ସ୍ନେହ ରହିଥାଏ। ଏଠାରେ ତ କାହାର ଟିକିଏ ହେଲେ ବାବାଙ୍କ ସହିତ ଯୋଗ ନାହିଁ। ଗ୍ୟାରେଣ୍ଟି ତ ବହୁତ କରୁଛନ୍ତି, ଭକ୍ତି ମାର୍ଗରେ ଜ୍ଞାନ କରିଥାନ୍ତି। ଏବେ ତ ପିଲାମାନେ ସମ୍ମୁଖରେ ଅଛନ୍ତି।
ତୁମେମାନେ ବିଚାର କର, ଭକ୍ତି ମାର୍ଗରେ ଯେଉଁମାନେ ଏତେ ଗାୟନ କରୁଛନ୍ତି, ସେମାନେ କେତେ ସ୍ନେହରେ ମନେ ମଧ୍ୟ ପକାଉଛନ୍ତି। କିନ୍ତୁ ଏଠାରେ ତ ମନେ ହିଁ ପକାଉନାହାନ୍ତି। ବାବାଙ୍କର ହେବା ପରେ ମାୟା ଶତ୍ରୁ ହୋଇଯାଉଛି। ଯେତେବେଳେ ବୁଦ୍ଧି ବାହାରକୁ ଚାଲିଯାଉଛି, ସେତେବେଳେ ମାୟା ଭଲ ଭାବରେ ତଳକୁ ଖସାଇ ଦେଉଛି। ସେମାନେ ନିଜେ ହିଁ ବୁଝିପାରୁନାହାନ୍ତି ଯେ ଆମେ ଯାହା କିଛି କରୁଛୁ ତାହା ତଳକୁ ଖସିବା ପାଇଁ ହିଁ କରୁଛୁ। ନିଜ ମତରେ ଚାଲି ତଳକୁ ଖସିବାରେ ଲାଗିଛନ୍ତି। ସେମାନଙ୍କୁ ଜଣା ହିଁ ପଡୁନାହିଁ ଯେ ଆମେ କ'ଣ କରୁଛୁ। କିଛି ନା କିଛି ଦୁର୍ବଳତା ବା ତ୍ରୁଟି ତ ପିଲାମାନଙ୍କର ଭିତରେ ନିଶ୍ଚିନ୍ତ ଅଛି। କହୁଛନ୍ତି ଗୋଟିଏ କଥା ଏବଂ କରୁଛନ୍ତି ଆଉ ଗୋଟିଏ କଥା। ନଚେତ ବାବାଙ୍କ ଠାରୁ କେତେ ଉଚ୍ଚ ସମ୍ପତ୍ତି ମିଳୁଛି। ତେଣୁ କେତେ ସତ୍ୟତାର ସହିତ ବାବାଙ୍କ ସେବାରେ ଲାଗିଯିବା ଉଚିତ। କିନ୍ତୁ ମାୟା କେତେ ଶକ୍ତିଶାଳୀ। କୋଟିକରେ କେହି ବାବାଙ୍କୁ ପୁରା ଜାଣିଛନ୍ତି। ବାବା କହୁଛନ୍ତି କଳ୍ପ କଳ୍ପ ଏହିଭଳି ହେଉଛି। ସମ୍ପୂର୍ଣ୍ଣ ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ନ ହେବା କାରଣରୁ ସେହି ବିଚରାମାନଙ୍କର ପଦ ଏହିଭଳି ହୋଇଯାଉଛି। କହୁଛନ୍ତି ମଧ୍ୟ ବାବା ଆମେ ରାଜଯୋଗ ଶିଖି ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବୁ, ରାମ ସୀତା ହେବୁ ନାହିଁ। ହାତ ମଧ୍ୟ ଉଠାଉଛନ୍ତି। କିନ୍ତୁ ଚାଲିଚଳନ ବି ତ ସେଇଭଳି ହେବା ଦରକାର ନା। ବେହଦର ବାବା ସମ୍ପତ୍ତି ଦେବା ପାଇଁ ଆସିଛନ୍ତି। ତେଣୁ ତାଙ୍କ ଶ୍ରୀମତରେ କେତେ ଚାଲିବା ଦରକାର। ଏମିତି ବି ବହୁତ ଅଛନ୍ତି ଯେଉଁମାନେ ଯେପରି ରାଣ ଖାଇଛନ୍ତି ଯେ ଆମେ ଶ୍ରୀମତରେ ଚାଲିବୁ ନାହିଁ, ସେମାନେ ମଧ୍ୟ ଲୁଚି ରହିପାରିବେ ନାହିଁ। ଯଦି କାହା ଭାଗ୍ୟରେ ନାହିଁ, ତେବେ ପ୍ରଥମେ ଦେହ ଅଭିମାନର ଚାପୁଡ଼ା ଲାଗୁଛି, ପୁଣି କାମ ବିକାରର। ଯଦି କାମ ବିକାର ନାହିଁ, ତେବେ କ୍ରୋଧ, ଲୋଭ ଅଛି। ଶତ୍ରୁ ତ ସମସ୍ତେ। ମୋହ ମଧ୍ୟ ଏଭଳି ଜିନିଷ ଯାହାକି ସତ୍ୟାନାଶ କରିଦେଉଛି। ଲୋଭ ମଧ୍ୟ କମ ନୁହେଁ। ଏମାନେ ତୁମର ବହୁତ ବଡ଼ ଶତ୍ରୁ ଅଟନ୍ତି। ପଇସାର ଜିନିଷକୁ ମଧ୍ୟ ଚୋରି କରି ନେବେ। ତେବେ ଏହା ମଧ୍ୟ ଲୋଭ ଅଟେ ନା? କାହାର ଚୋରି କରିବାର ବହୁତ ଖରାପ ଅଭ୍ୟାସ ରହିଛି। ଭିତରେ ମନ ଖାଇବା ଉଚିତ ଯେ ମୁଁ ପାପ କରୁଛି, ତେଣୁ କି ପଦ ପାଇବି? ଶିବ ବାବାଙ୍କର ଯଜ୍ଞକୁ ଆସି ବାବାଙ୍କ ପାଖରେ ମୁଁ ଏଭଳି କାମ କିପରି କରିପାରିବି? ମାୟା ବହୁତ ଓଲଟା କାମ କରାଇ ଦେଉଛି। ସେମାନଙ୍କୁ କେତେ ବି ବୁଝାଅ, ତଥାପି ଅଭ୍ୟାସ ଛାଡୁନାହିଁ। କେହି ତ କାମ ରୂପରେ ଆକର୍ଷିତ ହୋଇ ଯାଉଛନ୍ତି। ଦେହ ଅଭିମାନ କାରଣରୁ ଜଣେ ଅନ୍ୟ ଜଣଙ୍କର ନାମ ରୂପରେ ବାନ୍ଧି ହୋଇଯାଉଛନ୍ତି। ପ୍ରତ୍ୟେକ ସେଣ୍ଟରର ସମାଚାର ବାବା ଜାଣୁଛନ୍ତି। ବାବା ମଧ୍ୟ କ'ଣ କରିବେ? ବୁଝାଇବାକୁ ତ ପଡ଼ିବ ନା। ବହୁତ ଗୁଡ଼ିଏ ସେବା କେନ୍ଦ୍ର ରହିଛି। ତେଣୁ ବାବାଙ୍କ ପାଖକୁ କେତେ ସମାଚାର ମଧ୍ୟ ଆସୁଛି। ଚିନ୍ତା ତ ରହୁଛି ନା, ପୁଣି ବୁଝାଇବାକୁ ମଧ୍ୟ ପଡୁଛି। ମାୟା କମ ନୁହେଁ, ପିଲାମାନଙ୍କୁ ବହୁତ ହଇରାଣ କରୁଛି। ଭଲ ଭଲ ପିଲାମାନଙ୍କୁ କୁହାଯାଉଛି ବଡ଼ ହେବା ଅର୍ଥ ବଡ଼ ଦୁଃଖ ପାଇବା। ଏଠାରେ ତ ଦୁଃଖର କୌଣସି କଥା ନାହିଁ। ଆମେ ଜାଣିଛୁ କଳ୍ପ ପୂର୍ବରୁ ମଧ୍ୟ ଏଇଭଳି ହୋଇଥିଲା। ଈଶ୍ୱରଙ୍କର ହେଲା ପରେ ମଧ୍ୟ ମାୟାର ହୋଇଯାଉଛନ୍ତି। କିଛି ନା କିଛି ବିକର୍ମ କରିଦେଉଛନ୍ତି। ସେଥିପାଇଁ ବାବା କହୁଛନ୍ତି ପ୍ରତିଜ୍ଞା ତ ବହୁତ ବଡ଼ ବଡ଼ କରୁଛନ୍ତି। ବାବା ମୁଁ ଆପଣଙ୍କର ଶ୍ରୀମତରେ ନିଶ୍ଚିନ୍ତ ଚାଲିବି, କିନ୍ତୁ ଚାଲୁନାହାନ୍ତି। ସେଥିପାଇଁ ଦେଖ ମାଳା କେତେ ଛୋଟ ହେଉଛି। ବାକି ତ ସମସ୍ତେ ପ୍ରଜା ହେବେ, ଏହା କେତେ ବଡ଼ ଲକ୍ଷ୍ୟ। ଏଥିରେ ହୃଦୟର ସ୍ୱଚ୍ଛତା ବହୁତ ଦରକାର। କଥାରେ ମଧ୍ୟ ଅଛି ସଚ୍ ତ ମିଠୋ ନଚ୍, ଅର୍ଥାତ୍ ସତରେ ଥିଲେ ବସି ବସି ନାଚ, ଖୁସିରେ ରୁହ। ଯଦି ବାବାଙ୍କର ସାଥିରେ ସତ୍ୟତା ପୂର୍ବକ ଚାଲୁଥିବ,
ତେବେ ସତ୍ୟ ଯୁଗରେ ଶ୍ରୀକୃଷ୍ଣଙ୍କ ସାଥିରେ ନୃତ୍ୟ କରିବ। ସତ୍ୟ ଯୁଗରେ ଶ୍ରୀକୃଷ୍ଣଙ୍କର ସତ୍ୟ ଯୁଗରେ ଶ୍ରୀକୃଷ୍ଣଙ୍କର ନୃତ୍ୟ ତ ବିଖ୍ୟାତ ଅଟେ। ରାସଲୀଳା ତ ରାଧାକୃଷ୍ଣଙ୍କର ହିଁ ଦେଖାଉଛନ୍ତି। ରାମଲୀଳା ପରେ ଦେଖାଉଛନ୍ତି, କିନ୍ତୁ ନମ୍ବର 1ରେ ରାଧାକୃଷ୍ଣଙ୍କର ରାସ ହିଁ ଦେଖାଉଛନ୍ତି। କାରଣ ବର୍ତ୍ତମାନ ସମୟରେ ସେମାନେ ବାବାଙ୍କ ସାଥିରେ ବହୁତ ସଚ୍ଚା ହୋଇ ରହୁଛନ୍ତି। ତେଣୁ କେତେ ଉଚ୍ଚ ପଦ ପାଉଛନ୍ତି। ହାତ ତ ବହୁତ ଉଠାଉଛନ୍ତି, କିନ୍ତୁ ମାୟା କେତେ ପ୍ରବଳ। ଯଦି ପ୍ରତିଜ୍ଞା କରୁଛ, ତେବେ ତା ଉପରେ ଚାଲିବାକୁ ପଡ଼ିବ। ମାୟାର ଭୂତମାନଙ୍କୁ ଘଉଡ଼ାଇବାକୁ ହେବ। ଦେହ ଅଭିମାନ ପଛେ ପଛେ ସବୁ ଭୂତ ଆସି ଯାଉଛନ୍ତି। ବାବା କହୁଛନ୍ତି, ଦେହୀ ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କର। ସକାଳୁ ସକାଳୁ ଉଠି ବାବାଙ୍କ ସହିତ କଥାବାର୍ତ୍ତା ହୁଅ। ବାବାଙ୍କର ମହିମା କର। ଭକ୍ତି ମାର୍ଗରେ ଯଦିଓ ଭଗବାନଙ୍କୁ ସ୍ମରଣ କରୁଛନ୍ତି, କିନ୍ତୁ ମହିମା ତ କାହାର ବି ନାହିଁ। ଯଦି ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବେ, ତେବେ ମହିମା କ'ଣ କରିବେ? ଲହୁଣୀ ଚୋରି କଲେ, ଅମୁକକୁ ହଇରାଣ କଲେ, ଅକାସୁର ବକାସୁରକୁ ମାରିଲେ, ଅମୁକ କଲେ, ବାସ୍ ଆଉ କ'ଣ କହିବେ? ଏସବୁ ହେଲା ମିଛ କଥା। ଏଥିରେ ସତ୍ୟତା ତିଳେ ମାତ୍ର ନାହିଁ। ତେବେ ରାସ୍ତା କ'ଣ ବତାଇବେ? ମୁକ୍ତି କାହାକୁ କୁହାଯାଏ ତା ବି ଜାଣିନାହାନ୍ତି। ଏହି ସମୟରେ ସାରା ବିଶ୍ୱ ଉପରେ ରାବଣର ରାଜ୍ୟ ଚାଲିଛି। ତେଣୁ ଏଠାରେ ସମସ୍ତେ ପତିତ। କିନ୍ତୁ ମନୁଷ୍ୟମାନେ ଭ୍ରଷ୍ଟାଚାରର ଅର୍ଥକୁ ମଧ୍ୟ ଜାଣିନାହାନ୍ତି। ଏକଥା ମଧ୍ୟ ଜାଣିନାହାନ୍ତି ଯେ ସତ୍ୟ ଯୁଗରେ ନିର୍ବିକାରୀ ଦେବତାମାନେ ଥିଲେ। ଗାୟନ ମଧ୍ୟ କରୁଛନ୍ତି ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ, କିନ୍ତୁ ପୁଣି ବି କହୁଛନ୍ତି ସେଠାରେ ରାବଣ, କଂସ, ଜରାସନ୍ଧ ଆଦି ଥିଲେ। ଯଦି କୁହାଯାଉଛି ପବିତ୍ର ହୁଅ, ତେବେ କହୁଛନ୍ତି ଦେବତାମାନଙ୍କର ତ ପିଲାଛୁଆ ଥିଲେ ନା। ଆରେ ତୁମେ ତ ଗାୟନ କରୁଛ ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ପୁଣି ସେଠାରେ ବିକାରର କଥା କିପରି ହୋଇପାରିବ? ତେଣୁ ତୁମେ ମଧ୍ୟ ନିର୍ବିକାରୀ ହୁଅ। ସେମାନେ କହୁଛନ୍ତି ସୃଷ୍ଟି ପୁଣି ବଢ଼ିବ କିପରି? ସନ୍ତାନ କିପରି ଜନ୍ମ ହେବେ? ମନ୍ଦିରକୁ ଯାଇ ମହିମା ଗାନ କରୁଛନ୍ତି, ପୁଣି ଘରକୁ ଆସିଲା ପରେ ସେଇ ମହିମାକୁ ଭୁଲି ଯାଉଛନ୍ତି। ପରୀକ୍ଷା କରି ଦେଖ, ଘରେ ଯାଇ ବୁଝାଅ, ତେବେ ବି ମାନିବେ ନାହିଁ। ମନ୍ଦିରର କଥା ମନ୍ଦିରରେ ହିଁ ରହିଲା। ଯଦି ପବିତ୍ର ରହିବା ପାଇଁ କହିବ, ତେବେ କହିବେ, ବାଃ, ବିକାର ବିନା ଦୁନିଆ କିପରି ଚାଲିବ? ସେମାନଙ୍କୁ ଜଣା ହିଁ ନାହିଁ ଯେ ନିର୍ବିକାରୀ ଦୁନିଆ କିପରି ଚାଲିଥାଏ। ପିଲାମାନେ ତ ଗୀତ ମଧ୍ୟ ଶୁଣିଲେ ପ୍ରତିଜ୍ଞା ମଧ୍ୟ କରୁଛନ୍ତି। ତୁମ ମତରେ ଚାଲିବୁ, କାରଣ ଶ୍ରୀମତରେ ଚାଲିବାରେ ହିଁ କଲ୍ୟାଣ ଅଛି। ବାବା ତ କହି ଚାଲିଛନ୍ତି ଯେ ଶ୍ରୀମତରେ ଚାଲ, ନହେଲେ ଶେଷରେ ମୃତ୍ୟୁ ଆସିଯିବ। ପୁଣି ଧର୍ମରାଜପୁରୀର ଅଦାଲତରେ ସବୁ କହିବାକୁ ପଡ଼ିବ। ତୁମେ ଏହି ପାପ କର୍ମ କରିଛ। ନିଜ ମତରେ ରହିବା ଦ୍ୱାରା କଳ୍ପ କଳ୍ପର ଦାଗ ଲାଗିଯିବ। ଏମିତି ନୁହେଁ ଯେ ଥରେ ଫେଲ୍ ହୋଇଗଲେ ପୁଣି ଦ୍ୱିତୀୟ ତୃତୀୟ ବର୍ଷରେ ପଢ଼ିଦେବା। ନା, ଏବେ ଯଦି ଫେଲ୍ ହେଲ, ତେବେ କଳ୍ପ କଳ୍ପ ଫେଲ୍ ହୋଇ ଚାଲିବ। ସେଥିପାଇଁ ପୁରୁଷାର୍ଥ ବହୁତ କରିବାକୁ ପଡ଼ିବ। ପ୍ରତି ପାଦରେ ଶ୍ରୀମତରେ ଚାଲିବାକୁ ହେବ। ନିଜ ଭିତରେ କିଛି ବି ବିକାର ଆବର୍ଜନା ଯେପରି ନ ରହୁ। ହୃଦୟକୁ ସମ୍ପୂର୍ଣ୍ଣ ଶୁଦ୍ଧ କରିବାକୁ ହେବ। ନାରଦଙ୍କୁ ମଧ୍ୟ କହିଥିଲେ ନା, ନିଜର ମୁହଁକୁ ଦର୍ପଣରେ ଦେଖ। ତେବେ ସିଏ ଦେଖିଲେ, ମୁଁ ତ ମାଙ୍କଡ଼ ଭଳି ଦେଖାଯାଉଛି। ଏହା ତ ଏକ ଦୃଷ୍ଟାନ୍ତ। ତେବେ ନିଜକୁ ପଚାରିବାକୁ ହେବ ଯେ ମୁଁ କେତେ ଶ୍ରୀମତରେ ଚାଲୁଛି। ବୁଦ୍ଧି ଯୋଗ ବାହାରେ କେଉଁଠି ଘୁରୁ ନାହିଁ ତ? ଦେହ ଅଭିମାନରେ ରହୁନାହିଁ ତ? ଯେଉଁମାନେ ଦେହୀ ଅଭିମାନୀ ହୋଇ ରହିବେ, ସେମାନେ ସେଠାରେ ମଧ୍ୟ ତତ୍ପର ରହିବେ। ତେବେ ସବୁ କିଛି ଯୋଗ ଉପରେ ନିର୍ଭର ରହୁଛି। ଭାରତର ଯୋଗ ବିଖ୍ୟାତ ଅଟେ। ତାହା ତ ନିରାକାର। ବାବା ହିଁ ନିରାକାର ପିଲାମାନଙ୍କୁ ବୁଝାଉଛନ୍ତି। ଏହାକୁ କୁହାଯାଏ ସହଜ ରାଜଯୋଗ। ଲେଖା ମଧ୍ୟ ହୋଇଛି, ନିରାକାର ପରମାତ୍ମା ହିଁ ରାଜଯୋଗ ଶିଖାଇଛନ୍ତି। କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି।
ତୁମେ ଜାଣିଛ ଆମକୁ ଏଇଭଳି ଲକ୍ଷ୍ମୀ ନାରାୟଣ ହେବାକୁ ପଡ଼ିବ, ପୁଣ୍ୟ ଆତ୍ମା ହେବାକୁ ପଡ଼ିବ। ପାପର କୌଣସି କଥା ନାହିଁ। ବାବାଙ୍କର ସ୍ମୃତିରେ ରହି ତାଙ୍କର ସେବାରେ ଲାଗିଯିବାକୁ ହେବ। ଏତେ ଉଚ୍ଚ ପଦ ପାଇବାକୁ ହେଲେ କିଛି ମେହନତ ତ କରିବାକୁ ହେବ ନା। ସନ୍ନ୍ୟାସୀମାନେ ତ କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବା। ଏ କଥା ସମ୍ଭବ ନୁହେଁ। ସମ୍ପୂର୍ଣ୍ଣ ହେବାରେ ବହୁତ ଫେଲ୍ ହୋଇଯାଉଛନ୍ତି, କାରଣ ଯୋଗଯୁକ୍ତ ହୋଇ ରହିପାରୁନାହାନ୍ତି। ଏବେ ପ୍ରାଚୀନ ଯୋଗ ବାବା ଶିଖାଉଛନ୍ତି। ବାବା କହୁଛନ୍ତି ମୁଁ ନିଜେ ଆସି ଯୋଗ ଶିଖାଉଛି। ଏବେ ମୋତେ ମନେ ପକାଅ, ତୁମକୁ ମୋ ନିକଟକୁ ଆସିବାକୁ ହେବ। ଏହା ହେଉଛି ଯୋଗର ଯାତ୍ରା। ତାହା ତୁମର ମିଠା ଶାନ୍ତିଧାମ ଅଟେ। ଏ କଥା ମଧ୍ୟ ଜାଣିଛ ଯେ ଆମେ ଭାରତବାସୀ ହିଁ ଭାରତରେ ଜନ୍ମ ନେବୁ ଏବଂ ପୁରା ବର୍ଷା ପାଇବୁ। ତେଣୁ ବାବା ବାରମ୍ବାର ବୁଝାଉଛନ୍ତି ପ୍ରତିଜ୍ଞା ଉପରେ ଦୃଢ଼ ହୋଇ ରୁହ। ଯଦି ଭୁଲ ହୋଇଯାଉଛି ତେବେ ବାବାଙ୍କ ଠାରୁ କ୍ଷମା ମାଗି ନିଅ। ଦେଖ, ଏହି ସନ୍ତାନଟି କ୍ଷମା ମାଗି ନେବା ପାଇଁ ଖାସ୍ କରି ବାବାଙ୍କ ପାଖକୁ ଗୋଟିଏ ଦିନ ପାଇଁ ଆସିଛି। ଟିକିଏ ଭୁଲ ହୋଇଗଲା, ତେଣୁ ଧାଇଁ ଆସିଛି। କାରଣ ମନ ଖାଉଛି, ତେଣୁ ଭାବିଲା ସମ୍ମୁଖକୁ ଯାଇ ବାବାଙ୍କୁ ଶୁଣାଇବି। ବାବାଙ୍କ ପ୍ରତି କେତେ ସମ୍ମାନ ଅଛି। ବହୁତ ପିଲା ଅଛନ୍ତି ଯିଏକି ୟାଙ୍କଠାରୁ ମଧ୍ୟ ଅଧିକ ବିକର୍ମ କରି ଚାଲିଛନ୍ତି। ଜଣା ବି ପଡ଼ୁନାହିଁ। ମୁଁ ତ କହୁଛି ବାଃ, ମୋର ସନ୍ତାନ ବହୁତ ଭଲ। ଟିକିଏ ଭୁଲ ପାଇଁ କ୍ଷମା ନେବା ପାଇଁ ଆସିଛି। ବାବା ସଦାବେଳେ କୁହନ୍ତି ଯେ ଭୁଲକୁ ଶୁଣାଇ କ୍ଷମା ମାଗି ନିଅ, ନଚେତ୍ ସେହି ପାପ ବୃଦ୍ଧି ହୋଇ ଚାଲିବ। ଶେଷରେ ତୁମେ ତଳକୁ ଖସିଯିବ। ମୁଖ୍ୟ କଥା ହେଲା ଯୋଗ, ଯାହାଦ୍ୱାରା ତୁମେମାନେ ରକ୍ଷା ପାଇପାରିବ। ସେହି ଯୋଗର ବହୁତ ଅଭାବ ରହୁଛି। ଜ୍ଞାନ ତ ବହୁତ ସହଜ। ଏହା ତ ଯେମିତି ଗୋଟିଏ କାହାଣୀ ସଦୃଶ୍ୟ। ଆଜିଠାରୁ 5000 ବର୍ଷ ପୂର୍ବେ କାହାର ରାଜ୍ୟ ଥିଲା? କିପରି ରାଜତ୍ୱ କରୁଥିଲେ? କେତେ ସମୟ ରାଜ୍ୟ କରିଲେ? ପୁଣି ରାଜ୍ୟ କରୁ କରୁ କିପରି ବିକାର ବନ୍ଧନରେ ବାନ୍ଧି ହେଲେ? ତାଙ୍କ ଉପରେ କେହି ଆକ୍ରମଣ କରିନାହାନ୍ତି। ପରେ ଯେତେବେଳେ ବୈଶ୍ୟବଂଶୀ ହେଲେ, ସେତେବେଳେ ଯୁଦ୍ଧ ଆଦି ହେଲା। ସେମାନଙ୍କ ଠାରୁ ତ ରାବଣ ରାଜ୍ୟ ଛଡ଼ାଇ ନେଲା। ତୁମେ ପୁଣି ରାବଣ ଉପରେ ବିଜୟ ପ୍ରାପ୍ତ କରି ରାଜ୍ୟ ନେଉଛ। ଏ କଥା ମଧ୍ୟ କାହା ବୁଦ୍ଧିରେ ମୁସ୍କିଲରେ ଧାରଣ ହେଉଛି। ତୁମକୁ ବାବାଙ୍କ ସହିତ ପୁରା ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ହୋଇ ରହିବା ଉଚିତ। ଅଜ୍ଞାନ କାଳରେ ମଧ୍ୟ କେହି କେହି ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ଥାଆନ୍ତି। କେହି କେହି ଚାକରମାନେ ମଧ୍ୟ ବଡ଼ ବିଶ୍ୱସ୍ତ ଥାଆନ୍ତି। ଲକ୍ଷ ଲକ୍ଷ ଟଙ୍କା ପଡ଼ିଥିଲେ ମଧ୍ୟ ଗୋଟିଏ ଟଙ୍କା ବି ଉଠାଇବେ ନାହିଁ। କହନ୍ତି ସେଠଜୀ, ଆପଣ ଚାବି ଛାଡ଼ି ଚାଲି ଯାଇଥିଲେ, ମୁଁ ଯତ୍ନରେ ରଖିଛି। ଏଭଳି ମଧ୍ୟ ଅଛନ୍ତି। ବାବା ତ ବହୁତ ଭଲ ଭାବରେ ବୁଝାଇ ଚାଲିଛନ୍ତି। ବିବେକ କହୁଛି ଯେ ଏହି କାରଣରୁ ମାଳାର ଦାନା ହୋଇପାରୁନାହାନ୍ତି। ପୁଣି ସେଠାକୁ ଯାଇ ଦାସଦାସୀ ହେବେ। ଭଲ ଭାବରେ ପଢ଼ୁନାହାନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ଏହିଭଳି ଅବସ୍ଥା ହେଉଥିବ। ଶ୍ରୀମତରେ ଚାଲୁନାହାନ୍ତି। ବାବା ବୁଝାଉଛନ୍ତି ତୁମର ଲକ୍ଷ୍ୟ ପୁରା ନିର୍ଭର କରୁଛି ଯୋଗ ଉପରେ। ମାୟା ଏକଦମ ନାକରୁ ଧରି ନେଉଛି, ଯୋଗ ଲଗାଇବାକୁ ଦେଉନାହିଁ। ଯଦି ଯୋଗ ଥାନ୍ତା ତେବେ ସେବା ମଧ୍ୟ ଭଲ ଭାବରେ କରୁଥାନ୍ତେ। ପାପର ଡର ଥାନ୍ତା। ଯେପରି ଏହି ସନ୍ତାନ ତ ବହୁତ ଭଲ। ସତ୍ୟତା ଏଇଭଳି ରହିବା ଦରକାର। ଭଲ ଭଲ ପିଲାମାନଙ୍କୁ ଏହାଙ୍କର ପଦ ଭଲ ଅଟେ। ଆଉ ଯିଏ ବି ସେବା କରୁଛନ୍ତି, ସେମାନେ କେଉଁଠି ନା କେଉଁଠି ଆକର୍ଷିତ ହୋଇ ରହିଛନ୍ତି। କିଛି ବି ଶୁଣାଉନାହାନ୍ତି, କହିବେ ମଧ୍ୟ ଛାଡ଼ୁନାହାନ୍ତି। ଗୀତରେ ଦେଖ ପ୍ରତିଜ୍ଞା କରୁଛନ୍ତି କିଛି ବି ହୋଇଯାଉ, କେବେ ବି ଏଭଳି ଭୁଲ କରିବେ ନାହିଁ। ମୂଳ କଥା ହେଲା ଦେହ ଅଭିମାନର। ଦେହ ଅଭିମାନରୁ ହିଁ ସବୁ ଭୁଲ ହୋଇଥାଏ। ପିଲାମାନେ ବହୁତ ଭୁଲ କରୁଛନ୍ତି, ସେଥିପାଇଁ ସତର୍କ କରି ଦିଆଯାଉଛି। ବାବାଙ୍କର ନାମ ହେଲା
ବାବାଙ୍କର କାମ ହେଲା ବୁଝାଇବା। ନ ବୁଝାଇଲେ କହିବେ ଆମକୁ କ'ଣ କେହି ବୁଝାଇଥିଲେ। ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ଅଛି। ବାବା ମଧ୍ୟ କହୁଛନ୍ତି ପିଲାମାନେ ସାବଧାନ ରୁହ, ନଚେତ୍ ବହୁତ ବହୁତ ଦଣ୍ଡ ଭୋଗିବାକୁ ପଡ଼ିବ। ପୁଣି ସେତେବେଳେ ଆଉ କହିବ ନାହିଁ ଯେ ଆମକୁ କାହିଁକି ଜଣାଇ ନଥିଲ। ବାବା ସଫା ସଫା ବୁଝାଉଛନ୍ତି, ଯଦି ଟିକିଏ ବି ପାପ କରିବ ତେବେ ତାହା ବହୁତ ବୃଦ୍ଧି ହୋଇ ଚାଲିବ। ପୁଣି ବାବାଙ୍କ ଆଗରେ ମୁଣ୍ଡ ମଧ୍ୟ ଉଠାଇ ପାରିବ ନାହିଁ। ମିଛ କହିବା ପାଇଁ ତ ତୋବା ତୋବା ଛି ଛି କରିବା ଦରକାର। ଏଭଳି ଭାବ ନାହିଁ ଯେ ଶିବ ବାବା କ'ଣ ଆମକୁ ଦେଖୁଛନ୍ତି। ଆରେ ଅଜ୍ଞାନ କାଳରେ ମଧ୍ୟ ସିଏ ସବୁ କିଛି ଜାଣୁଛନ୍ତି। ସେଥିପାଇଁ ତ ପାପ ଆଉ ପୁଣ୍ୟର ଫଳ ଦେଉଛନ୍ତି। ବାବା ସ୍ପଷ୍ଟ ଭାବରେ କହୁଛନ୍ତି ଯେ ତୁମେ ଯଦି ପାପ କରିବ ତେବେ ତୁମ ପାଇଁ ବହୁତ କଡ଼ା ଦଣ୍ଡ ରହିଛି। ବାବାଙ୍କ ଠାରୁ ସମ୍ପତ୍ତି ନେବା ପାଇଁ ଆସିଛ, ତେବେ ତା ବଦଳରେ ଦୁଇଟି ଯାକ କାନ କଟାଇବା ଅର୍ଥାତ୍ ଦଣ୍ଡ ଭୋଗ କରିବା ତ ଉଚିତ ନୁହେଁ ନା। କହୁଛନ୍ତି ଜଣେ ଅଟନ୍ତି ମନେ ପକାଉଛନ୍ତି ଆଉ ଜଣକୁ। ଯଦି ବାବାଙ୍କୁ ସ୍ମରଣ କରୁନାହାନ୍ତି ତେବେ କୁହ ତାଙ୍କର ଗତି କ'ଣ ହେବ? ସତ୍ୟ ଖାଇବା, ସତ୍ୟ କହିବା, ସତ୍ୟ ପିନ୍ଧିବା ଇତ୍ୟାଦି ଇତ୍ୟାଦି। ଏହି କଥା ମଧ୍ୟ ଏହି ସମୟର ଅଟେ। ଯେହେତୁ ବାବା ଆସି ଶିଖାଉଛନ୍ତି, ତେଣୁ ତାଙ୍କ ସହିତ ସବୁ କଥାରେ ସଚ୍ଚା ହୋଇ ରହିବା ଉଚିତ। ଆଚ୍ଛା, ଏଭଳି ସଚ୍ଚା ବିଶ୍ୱସ୍ତ ଆଜ୍ଞାକାରୀ ପିଲାମାନଙ୍କ ପ୍ରତି ମାତ ପିତା ବାପଦାଦାଙ୍କର ୟାଦ ପ୍ୟାର ଏବଂ ଗୁଡ୍ ମର୍ଣ୍ଣିଂ। ରୁହାନୀ ବାବାଙ୍କର ରୁହାନୀ ପିଲାମାନଙ୍କୁ ନମସ୍ତେ। ସବୁ ରୁହାନୀ ପିଲାମାନଙ୍କ ତରଫରୁ ବାବାଙ୍କୁ ଆଉ ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଆଉ ସବୁ ରୁହାନୀ ପିଲାମାନଙ୍କର ଛୋଟିଆ ଦିଲରୁ ରୁହାନୀ ବାବାଙ୍କୁ ଆଉ ରୁହାନୀ ବାପଦାଦାଙ୍କୁ ଗୁଡ୍ ମର୍ଣ୍ଣିଂ, ନମସ୍ତେ ନମସ୍ତେ ନମସ୍ତେ। ଗୁଡ୍ ମର୍ଣ୍ଣିଂ ବାବା, ଗୁଡ୍ ମର୍ଣ୍ଣିଂ। ବାପଦାଦାଙ୍କୁ ମଧ୍ୟ ବି ଗୁଡ୍ ମର୍ଣ୍ଣିଂ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନମ୍ବର ପଏଣ୍ଟ, ସତ୍ୟତା ପୂର୍ବକ ବାବାଙ୍କର ସେବାରେ ଲାଗିଯିବାକୁ ହେବ। ସମ୍ପୂର୍ଣ୍ଣ ବିଶ୍ୱସ୍ତ ଆଜ୍ଞାକାରୀ ହେବାକୁ ହେବ। ଈଶ୍ୱରୀୟ ପରିବାର ପ୍ରତି ସଚ୍ଚା ସ୍ନେହ ରଖିବାକୁ ହେବ। 2 ନମ୍ବର ପଏଣ୍ଟ, ଶ୍ରୀମତ ସହିତ ମନମତ ବା ରାବଣ ମତରେ ମିଶ୍ରଣ କରିବାର ନାହିଁ। ଏକମାତ୍ର ବାବା, ଅନ୍ୟ କେହି ନୁହେଁ, ଏହି ପ୍ରତିଜ୍ଞାରେ ଦୃଢ଼ ଭାବରେ ରହିବାକୁ ହେବ। ହୃଦୟକୁ ଶୁଦ୍ଧ ପବିତ୍ର କରିବାକୁ ହେବ। ବରଦାନ। ବାବା ଆଜି ବରଦାନ କ'ଣ ଦେଇଛନ୍ତି? ଅନୁଭବ କରିବା। ବାବାଙ୍କର ବରଦାନୀ ହସ୍ତ ମୋ ମସ୍ତକ ଉପରେ ଅଛି। ଆଉ ବାବା ମୋ ଆତ୍ମାକୁ ଆଜି କ'ଣ ବିଶେଷ ବରଦାନ ଦେଇଛନ୍ତି? ବାବାଙ୍କର ବରଦାନୀ ହସ୍ତର ସ୍ପର୍ଶକୁ ମୁଁ ଆତ୍ମା ଅନୁଭବ କରୁଛି। ଆତ୍ମ ଅଭିମାନୀ ସ୍ଥିତିର ସୁଗନ୍ଧ ଆଧାରରେ ସମସ୍ତଙ୍କୁ ପରମାତ୍ମା ସନ୍ଦେଶ ଦେଉଥିବା ବିଶ୍ୱ କଲ୍ୟାଣକାରୀ ଭବ। ଆତ୍ମିକ ସ୍ଥିତିରେ ସର୍ବଶକ୍ତି ଗୁଡ଼ିକୁ ଯଦି ନିଜ ଭିତରେ ଧାରଣ କରିନେବ, ତେବେ ଆତ୍ମ ଅଭିମାନୀ ସ୍ଥିତିର ସୁଗନ୍ଧ ସହଜରେ ଅନେକ ଆତ୍ମାକୁ ନିଜ ଆଡ଼କୁ ଆକର୍ଷିତ କରିବ। ଯେପରି ମାନସିକ ଶକ୍ତି ବା ସଂକଳ୍ପର ଶକ୍ତି ଦ୍ୱାରା ପ୍ରକୃତିକୁ ତମ ପ୍ରଧାନରୁ ସତ ପ୍ରଦାନ କରୁଛ, ସେହିପରି ବିଶ୍ୱର ଅନ୍ୟ ସବୁ ଆତ୍ମାମାନେ ଯେଉଁମାନେ କି ଆପଣମାନଙ୍କ ସମ୍ମୁଖକୁ ଆସିପାରୁନାହାନ୍ତି, ସେମାନଙ୍କୁ ଦୂରେଇ ଥାଇ ମଧ୍ୟ ନିଜର ଆତ୍ମିକ ଶକ୍ତି ଦ୍ୱାରା ବାବାଙ୍କର ପରିଚୟ ବା ମୁଖ୍ୟ ସନ୍ଦେଶ ଦେଇପାରିବ। ଏହିଭଳି ସୂକ୍ଷ୍ମ ମେସିନାରୀକୁ ଯଦି ତୀବ୍ରବେଗୀ କରିଦେବ, ତେବେ ଅନେକ ବିକଳ ହେଉଥିବା ଆତ୍ମାମାନଙ୍କୁ ଆଞ୍ଜଳି ମିଳିଯିବ ଏବଂ ତୁମେ ବିଶ୍ୱ କଲ୍ୟାଣକାରୀ ବୋଲାଇବ। ସ୍ଲୋଗାନ। ଯଦି ନିଜ ପାଖରେ ଶୁଦ୍ଧ ବା ଶ୍ରେଷ୍ଠ ସଂକଳ୍ପ ଗୁଡ଼ିକୁ ଜାଗ୍ରତ କରି ରଖିବ, ତେବେ ବ୍ୟର୍ଥ ସ୍ୱତଃ ସମାପ୍ତ ହୋଇଯିବ। ବାବା ଆଜି କ'ଣ କହିଛନ୍ତି ସ୍ଲୋଗାନରେ? ଯଦି ନିଜ ପାଖରେ ଶୁଦ୍ଧ ବା ଶ୍ରେଷ୍ଠ ସଂକଳ୍ପ ଗୁଡ଼ିକୁ ଜାଗ୍ରତ କରି ରଖିବ,
ତେବେ ବ୍ୟର୍ଥ ସ୍ୱତଃ ହିଁ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇସାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେତେବେଳେ କୌଣସି ବି ପରିସ୍ଥିତି ଆସୁଛି ସେତେବେଳେ ବାବାଙ୍କୁ ନିଜର ସାଥୀ କରିଦିଅ। ତେବେ ଅନୁଭବ କରିବ ଯେ ମୁଁ ଏକୁଟିଆ ନୁହେଁ, ମୋ ସହିତ ଏକ ବିଶେଷ ଶକ୍ତି ରହିଛି। ଯେଉଁଠାରେ ବାବା ରହିଥିବେ ସେଠାରେ ଯେତେ ବି ତୋଫାନ ଆସୁ ତାହା ତୋଫା ଅର୍ଥାତ୍ ଉପହାର ହୋଇଯିବ। ନିଶ୍ଚୟ ବୁଦ୍ଧି ବିଜୟୀ। ଏହି ସୋମାନର ସ୍ମୃତି ଦ୍ୱାରା ବିଜୟୀ ହୁଅ ଏବଂ ବିଜୟୀ ବର୍ଷ ପାଳନ କର। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।